ଆମ ପେପର ଘରଟା ହଉଛି ଅନୁଗୁଳ ବନ୍ତଳା। ଆଉ ଏଇ ପରିବେଶ ବହୁତ ପରିବେଶ ବାତାବରଣ ବହୁତ ଶାନ୍ତ। ସେଇଟା ସମସ୍ତଙ୍କ ମନକୁ ଛୁଏଁ। ଏଠି ଯଦି ଗୋଟେ ଛୋଟିଆ ଚେକଡ୍ୟାମ ଭଳିଆ ବାନ୍ଧି ଦେଲେ ପାଣିକୁ ତାକୁ ଭିତରକୁ ଯିବା ପାଇଁ ଏଠି ଗୋଟେ ସୂଚନା ଫଳକ ରହିଲେ ଭଲ ହୁଅନ୍ତା। ଜୁହାର ଜୟ ମା ସମଲେଇ, ନୂଆ ବରସ ହାର୍ଦିକ ଅଭିନନ୍ଦନ। ଆସୁନ ଆମେ ଯିମା ରଞ୍ଜନା ରେଢାଖୋଲ ରଞ୍ଜନା ଘୋଡାଡିଆ। ଜାନୁଆରୀ 1 ତାରିଖ 2026 ଆମେ ଆସିଛୁ ଆଜି ଘୋଡାଡିଆ କେ। ଇନେ ଅନେକ ସାଙ୍ଗସାଥି ସମସ୍ତେ ଆସିଛନ୍ତି ଭୋଜି କରି। ବର୍ତ୍ତମାନ ବୁଝମା ରଞ୍ଜନା ଘୋଡାଡିଆର ବିଷୟରେ କେତେ ଇନେ ଭଲ ଲାଗସି ତାଙ୍କୁ, କେନ୍ କେନ୍ ଏରିଆରୁ ଆସିଛନ୍, କାଣା ଡେଭଲପ ହବା କଥା, ଚାଲୁ ବୁଝମା। ନମସ୍କାର, ହାପି ନ୍ୟୁ ଇୟର ଟୁ ଅଲ୍ ଅଫ୍ ୟୁ। ଆପଣ ଆସନ୍ତୁ, ଏଠି ରଞ୍ଜନା ବହୁତ ବଢିଆ ଜାଗା। ଆମେ ସମସ୍ତେ ଫ୍ୟାମିଲି, ଆମେ ପିଲା ଛୁଆ ନେଇକି ବର୍ତ୍ତମାନ ଏଠି ଆସିଲୁ। ଆଉ ପରିବେଶଟା ବହୁତ ସୁନ୍ଦର। ଆଉ ଏଠି ଆପଣ ପ୍ଲାନ୍ କରନ୍ତୁ। ଆଉ ରେଢାଖୋଲରୁ ମାତ୍ର 5 କିଲୋମିଟର ଦୂରରେ ରଞ୍ଜନା ଏ ଜାଗାଟି ଅବସ୍ଥିତ ଅଛି। ଆପଣ ଆସନ୍ତୁ, ପିଲା ଫ୍ୟାମିଲି ମାନେ ଆସିଲେ ଏନ୍ଜୟ କରିବେ। ତ ଏଇ ଜାଗାରେ ଆଉ କାଣା ଡେଭଲପ ହେବା କଥା? ପିକନିକ ସ୍ପଟ ବୋଲି କିଛି ମେନ ରୋଡରେ କିଛିଟା ବୋର୍ଡ ଫୋର୍ଡ ମାରିଲେ ଲୋକ ଜାଣିପାରିବେ, ଯେହେତୁ ବାହାର ବହୁତ ଲୋକ ଆସୁଛନ୍ତି। ଆମେ ତ ନିଜେ ବାଙ୍ଗାଲୋରରୁ ଆସିଛୁ। ଆମର ଆପଣ ପ୍ରପର ଘରଟା କୋଉଠି ସାର୍? ଆମ ପ୍ରପର ଘରଟା ହଉଛି ଅନୁଗୁଳ ବନ୍ତଳା। ଆମେ ରହୁଛୁ ଯେହେତୁ ବାଙ୍ଗାଲୋରରେ, ଆଉ ଏପଟେ ବହୁତ ସାରା ଲୋକ ଯିବା ଆସିବା କରୁଛନ୍ତି। ଆପଣ ଯଦି ବଡ ସ୍କ୍ରିନରେ ଯଦି ଗୋଟେ ରଞ୍ଜନା ପିକନିକ ସ୍ପଟ କରନ୍ତେ, ଏ ଜାଗାଟା ବହୁତ ଆହୁରି ଡେଭଲପ ହୁଅନ୍ତା ଆଉ ବହୁତ ଲୋକ ଜାଣିପାରନ୍ତେ। ଆଉ ଏଇଟା ଗୋଟିଏ ମୋର ଅନୁରୋଧ। ଏପଟଟା ହଉଛି କିସିଣ୍ଡା, ଏପଟଟା ହଉଛି ରେଢାଖୋଲରୁ ଏପଟ ଆସିଲେ ଆପଣ ଘୋଡାଡିଆ ରାସ୍ତା ଅଛି। ଏଇଟା ଯେତେବେଳେ ଭୋଜି କରି ଆସୁଛନ୍ ଏଇ ରାସ୍ତାରେ, ଆମ ଭାଇ ବି ଜଣେ ଆସୁଛନ୍ ଏଇ ଜାଗାରେ, ତାଙ୍କୁ ଅଟକାମା ବୁଝମା ରାସ୍ତାର ବିଷୟରେ। ହରିବନ୍ଧୁ ସାହୁ, ରେଢାଖୋଲ। ସାଙ୍ଗମାନେ 3-4 ଜଣ ଭୋଜି କରୁଥିଲୁ, ଆସିଥିଲୁ। ଆଚ୍ଛା, ଆପଣ ଘୋଡାଡିଆ ଆସିଥିଲେ ଏଇଟା? ଆପଣ ଯେତେବେଳେ ରାସ୍ତାରେ ଆସିଲେ ଆମେ ଦେଖିଲୁ ଆପଣଙ୍କୁ ଅଟକାଲୁ ଇନେ, ତ ଏଇ ରାସ୍ତା ବିଷୟରେ ଆପଣ ଟିକେ କହନ୍ତୁ। ରାସ୍ତାର ମରାମତି ଟିକେ କଲେ ଭଲ ହୁଅନ୍ତା। ଆଉ ଏଇ ଜାଗାରେ କିଛି ଗୋଟେ ମାନେ ବାହାରୁ ଲୋକଟେ ଆସିଲେ, ଆମର ସାଙ୍ଗ ମାନଙ୍କର ବାହାର ଜଣେ ଆସିଛି, ତାକୁ ଯଦି ସେ ଆସିବା ପାଇଁ ଚାହୁଁଛି, ଏଇଟା ନେଟୱାର୍କ ଠିକ ସେ ଆସୁନି, ତାକୁ ଭିତରକୁ ଜଣେଇବା ଲାଗି ଆମକୁ କିଛି ଗୋଟେ ଏନେ ଜଣେ ଜଗବା ଲାଗି ପଡୁଛି। ଏଇ ଜାଗାରେ କିଛି ଗୋଟେ ଲେଖା, କିଛି ଗୋଟେ ଫଳକଟେ ରହନ୍ତା ବୋଲେ ଭଲ ହୁଅନ୍ତା। ମୋ ନାଁ ଅମିତା ରାଉଲ, ମୁଁ ଜଣେ ଟିଚର। ସମସ୍ତଙ୍କୁ ମୋର ନବବର୍ଷର ଶୁଭେଚ୍ଛା ଏବଂ ଅଭିନନ୍ଦନ 2026। ଆପଣ ଯାହାକୁ ଭୋଜି କରି ଯେନ୍ ଆସିଛନ୍, ହଁ, ଇନର ଖାସିୟତ କାଣା ଆପଣଙ୍କୁ ଭଲ ଲାଗେ କୁହନ୍ତୁ? ଏଠି ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏଠି ଏଇ ସ୍ଥାନ ମାନେ ସବୁବେଳେ ଜଣାଶୁଣା ଅଛି। ପ୍ରଥମରୁ ଆମେ ଜାଣିଥିଲୁ, ଆଗରୁ ମାନେ ଆମେ ଆସିଥିଲୁ ଥରେ। ସରକାରଙ୍କ ତରଫରୁ କିଛି ରାସ୍ତା ତ ହେଇଯାଇଛି କିଛି କିଛି, ଆଉ ଟିକେ ଭଲ ଭାବରେ ମାନେ ପିକନିକ ସ୍ପଟ ବୋଲି କିଛି ସୂଚନା ଦେଲେ ଭଲ ହବ। ଆଉ କିଛି ସୌନ୍ଦର୍ଯ୍ୟକରଣ ପାଇଁ ଯଦି ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ରାଶି ଆବଶ୍ୟକତା ଅଛି, ସେଥିପାଇଁ ଆବଶ୍ୟକ। ପଥର ଖୋଦେଇ ହେଇ ଅଛି, ପାଣି ଯାଉଛି, ସେଇଟା ସମସ୍ତଙ୍କ ମନକୁ ଛୁଏଁ। ଆଉ ଏଠି ଗୋଟେ ଚେକ୍ ଡ୍ୟାମ ଭଳିଆ ହେଲେ ପାଣିର ସୌନ୍ଦର୍ଯ୍ୟକରଣ ଟା ହୁଅନ୍ତା, ଆଉ ସମସ୍ତେ ମନ ଭରି ଉପଭୋଗ କରନ୍ତେ। ଆଉ ଆମର ଆଇନଜୀବୀ ଭବାନୀ ଶଙ୍କର ପଣ୍ଡା, ସେମାନେ ତାଙ୍କର ସାଙ୍ଗସାଥି ହେଇକି ଆସିଛନ୍ତି ଭୋଜି କରି। ଆମେ ତାଙ୍କୁ ବୁଝୁମା ରଞ୍ଜନାର କାଣା ଖାସିୟତ ରହିଛେ। ଭବାନୀ ବାବୁ, ଆପଣଙ୍କୁ ସ୍ୱାଗତ ମୋ ଗାଁ ସମସ୍ୟାକେ। ଆପଣ ଭୋଜି କରି ଆସିଛନ୍, ତ କାଣା କାଣା ଏଇ ଜାଗାରେ ଆପଣଙ୍କୁ ଖୁସି ଲାଗଲା? ପ୍ରଥମେ ତ ମୋ ଗାଁ ସମସ୍ୟା ଚ୍ୟାନେଲ ମାଧ୍ୟମରେ ମୁଁ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆଉ ସମସ୍ତଙ୍କର ଶୁଭକାମନା ପ୍ରଭୁ ଜଗନ୍ନାଥ ପାଖରେ ଗୁହାରି କରୁଛି। ଆଜି ଆମେ ଏଇ 5-6 ଜଣ ଆମ ଫ୍ରେଣ୍ଡ ସାର୍କିଲରେ ଟିକେ ବୁଲାବୁଲି କରି ଭୋଜି ଭୁଜା କରି ଯିବା ପାଇଁ ଆସିଛୁ। ରଞ୍ଜନା ଘୋଡାଡିଆର ଗୋଟେ ଖାସିୟତ କହୁ, ଯେନ୍ଟା କି ଅନ୍ୟ ଜିଲ୍ଲାର ଲୋକ ଏନିକି ଆସୁଛନ୍ ଭୋଜି କରି। ଆମର କିଛି ଭାଇ ମାନେ ଅନ୍ୟ ଭାଇ ମାନଙ୍କୁ ପଚାରୁଥିଲେ, ସେ କହୁଥିଲେ ଯେ ବୌଦ୍ଧ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନ୍ୟ ଜିଲ୍ଲାରୁ ବି ଯାହାକି ଭୋଜି କରି ଆସୁଛନ୍, ଫ୍ୟାମିଲି ପର୍ସନ, ଷ୍ଟୁଡେଣ୍ଟ ମାନେ ଆସୁଛନ୍। ତ ଏଇ ଜାଗାରେ କାଣା ଆପଣଙ୍କୁ ଖାସିୟତ ଲାଗଲା, ଯେହେତୁ ଆପଣ ଏଇ ଜାଗାରେ ଅନେକ ଥର ଭୋଜି କରି ଆସିଛନ୍? ଦେଖନ୍ତୁ, ଏଇ ଜାଗାର ଆଭାବନ କାଳରୁ ଆମେ ଜାଣିବା ପୂର୍ବରୁ ବି କଥାରେ ଅଛି, ଭୀମଙ୍କର କଣ ତାଙ୍କର ରଥର ଚକାଟା ଗୋଟେ ଏଠି ଅଛି, ଆଉ ଘୋଡାର ଚିହ୍ନ କେତେ ଜାଗାରେ ମଧ୍ୟ ଅଛି। ପୌରାଣିକ ମତ ଅନୁଯାୟୀ, ଶୁଣାଶୁଣିରୁ ଲୋକାଚାରରୁ ଶୁଣାଶୁଣିରୁ ଯାହା ଶୁଣିଛୁ,
ଏଠି ଭୀମପାଦ ଅଛି ତେଣୁ ଘୋଡା ଡିଆଁ ଏର ନାଁ ଅଛି ରଞ୍ଜନା ଘୋଡା ଡିଆଁ ବୋଲି ଆଉ କୁହାଯାଏ। ଆଉ ଏହାର ଭଲ ଗୋଟେ ଗୁଣ ଏଇ ଜଳଟା ରେ କୌଣସି ଲୋକ ଗାଧିଲା ପରେ ତାକୁ କୌଣସି ପ୍ରକାର ଡିଜିଜ ହବନି, କୌଣସି ଥଣ୍ଡା କାଶ ଏଇଭଳିଆ କିଛି ହୁଏନି। ଗାଧି ଏଠୁ ଗଲା ପରେ ତମକୁ କୌଣସି ପ୍ରକାର ଡିଜିଜ ହବନି। ସତେ ହଁ ଏ ମାନେ ଆୟୁର୍ବେଦିକ ପାଣି ଭଳିଆ ପାଣି ଲାଗେ। ଶୁଣୁଥିଲେ ଭବାନୀ ବାବୁ କହୁଥିଲେ ଇ ପାଣି ଜଣେ ଗାଧବା ତାଙ୍କର ଦେହ ପ୍ରତି କେବେ ଥଣ୍ଡା ନାଇଁ ହୁଏ, ଖାସ ନାଇଁ ହୁଏ। କିଛି ତାର ଗୁଣ ଅଛି, ଔଷଧୀୟ ଗୁଣ ଅଛି ଜାଗାରେ। ଆଉ କାଣା କାଣା ଅଛି? ଆମେ ପାଖାପାଖି ଆମ ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ କହୁଛି ଏଇ ଜାଗାରେ କୌଣସି ପ୍ରକାର କିଛି କ୍ଷତିଗ୍ରସ୍ତ ହେଲା ଭଳିଆ କୌଣସି କିଛି ହେବ ନାହିଁ ଆପଣଙ୍କୁ। ମାନେ ଏହାର ଉପକାରିତା ବହୁତ ହି ଜଳର ଉପକାରିତା। ଆଉ ଏଇ ପରିବେଶ ବହୁତ ପରିବେଶ ବାତାବରଣ ବହୁତ ଶାନ୍ତ। ସୁକାନ୍ତ କୁମାର ବେହେରା। ବର୍ତ୍ତମାନ ଏଇ ଜାଗାର ରକ୍ଷଣାବେକ୍ଷଣ ନିହାତି ଆବଶ୍ୟକତା ପଡିଗଲାଣି। ମୁଁ ଦେଖିବା ଭିତରେ ଆମେ ଆଗରୁ ଯେତେବେଳେ ବି ପିକନିକ ଆସୁଥିଲୁ କେତେ ସଫା ସୁତୁରା ଲାଗୁଥିଲା। ବର୍ତ୍ତମାନ ୟାର ରକ୍ଷଣାବେକ୍ଷଣ ପ୍ରଶାସନକୁ ଜଣେଇକି ରକ୍ଷଣାବେକ୍ଷଣ ନିହାତି ଆବଶ୍ୟକ। ଜିତେନ୍ଦ୍ର ବାଘ। ପରିବେଶ ଟା କେନ୍ତା ରଖବା କଥା? ପରିବେଶ ତ ଭଲ ରଖିବା କଥା କିନ୍ତୁ ରଖି ନାଇଁ ପାରବାର ଯେନ୍ତା ଖାଇ ଦଉଛନ୍ ଏ ଆମ ମାନଙ୍କ ନିଜର ଭୁଲ। ଯେନ୍ଟା ବହୁତ ସଫାସୁତୁରା କରିକି ଯିବା କଥା କିନ୍ତୁ ଯିଏ ଯେନ୍ତା ଆସିଲା ଭୋଜି ଭୁଜା କଲା ଯେନ୍ତା ଖାଇବା ଜିନିଷ ପଡୁଛି ଯେନ୍ତା ଜିନିଷ ରହିବା କଥା ନା ରଖି ଯେନ୍ତା ଛାଡିକି ପଳଉଛନ୍। ସୁବ୍ରତ କୁମାର ହୋତା। ପରିବେଶ ତ ବହୁତ ସୁନ୍ଦର। ବହୁତ ଲୋକ ରେଢାଖୋଲ ବି ଆସିଛନ୍, ବୌଦ୍ଧରୁ ବି ଆସିଛନ୍, ସୋନପୁର, ବଲାଙ୍ଗୀର, ଆମର ଦେବଗଡ଼, ରିଆମାଳ, ସମ୍ବଲପୁର ସବୁଆଡୁ ଆସିଛନ୍ ଲୋକ ବି ଏ ପରିବେଶ ପାଇଁ ହିଁ ଆସୁଛନ୍ ଭୋଜି କରି। ମାନେ ପରିବେଶ ଲାଗି ଏତେ ଜିଲ୍ଲାରୁ ବି ଆସୁଛନ୍, ସେଟା ସ୍ୱାଗତ ଯୋଗ୍ୟ ରେଢାଖୋଲ ଲାଗି। ତ ଏଇ ଜାଗାରେ ଯେତେବେଳେ ଭୋଜି କରୁଛନ୍ ପ୍ଲାଷ୍ଟିକ ହେଲା କୌଣସି ଖାଦ୍ୟ ସାମଗ୍ରୀ ହେଲା ଏନେ ତେଣେ ପକେଇ ଦଉଛନ୍, ସେ ବିଷୟରେ ସେଟା କେନ୍ତା ହବା କଥା? ସେଟା ଆମେ ନିଜେ ସଚେତନ ହବା ଦରକାର। ନିଜେ ପବ୍ଲିକ ଆମେ ଯେତିକି ଜଣ ବସି କରି ଆସୁଛନ୍, ଯେତିକି ବାହାରୁ ହଉ ଲୋକାଲ ହଉ ଯେତିକି ଜଣ ବି ଆସୁଛନ୍ତି ତାକୁ ଆମେ ଅନୁରୋଧ କରୁଛୁ ଯେ ଏଠି କୌଣସି ପ୍ରକାର ବୋତଲ ଭାଙ୍ଗି କାଚ ଫାଚ ପକାନ୍ତୁ ନାହିଁ, ଅନ୍ୟ ବର୍ଜନା ପକାନ୍ତୁ ନାହିଁ, କୌଣସି ପ୍ରକାର ପଲିଥିନ ପକାନ୍ତୁ ନାହିଁ, କୌଣସି ପ୍ରକାର ଖାଦ୍ୟ ବି ଯୋଉ ଇଆଡେ ହାଡେ ପକଉଛନ୍ତି ଖାଦ୍ୟ ଗୁଡାକ ସେଟା ବି ପକାନ୍ତୁ ନାହିଁ। ସଚେତନ ହବା ଜରୁରୀ, ନିହାତି ଜରୁରୀ। ଏଇ ଜାଗାରେ ଆଉ କାଣା କଲେ ଡେଭଲପ ହେଇପାରବା? ଦେଖୁନ ରାସ୍ତା ତ ହେଇଗଲାଣି, ସେପଟେ ରଞ୍ଜନା ପଟେ ଯୋଉଟା ବ୍ରିଜ ହେଇଗଲାଣି ସେଟା ପାଖାପାଖି କାମ ସରି ଆସିଲାଣି। ଆଉ କିଛି ଦିନ ପରେ ବ୍ରିଜ ଚାଲିବ, ସେପଟେ ରାସ୍ତା ଠିକ ଅଛି। ଏଇପଟେ ଯୋଉ ଘୋଡାଡିଆଁ ରହିଲା ଏଇପଟେ ରାସ୍ତା ଟିକେ ଖରାପ ଅଛି। ସେ ରାସ୍ତାକୁ ମୁଁ ଅନୁରୋଧ କରୁଛି ଏନଏସି ଚେୟାରମ୍ୟାନଙ୍କୁ କିମ୍ବା ଆମର ଇଓଙ୍କୁ ଯେ ରାସ୍ତାଟା କେମିତି ଘୋଡାଡିଆଁ ପଟେ ରାସ୍ତାଟା ହେଇପାରିବ ଟିକେ ଭଲ କି ତା ଉପରେ ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା। ଏଠି ଯଦି ଗୋଟେ ଛୋଟିଆ ଚେକଡ୍ୟାମ ଭଳିଆ ବାନ୍ଧି ଦେଲେ ପାଣି ସଫିସିଏଣ୍ଟ ହେଇପାରନ୍ତା, ଗାଧବା ପାଇଁ ବି ଆହୁରି ସୁବିଧା ହେଇଥାନ୍ତା। ସୁରଜ ବାବୁ କହୁଥିଲେ ମତେ আর କିଛି କହିବାର ଦରକାର ନାଇଁ। ସୁରଜ ବାବୁ ଯାହା କହିଲେ ସେଟାকে ଟିକେ ଆମେ ଅନୁରୋଧ କରୁଛୁ ରେଢାଖୋଲ ଅଞ୍ଚଳବାସୀ, ରେଢାଖୋଲ ବୁଦ୍ଧିଜୀବୀ, ସେଟା ସମସ୍ତଙ୍କର ଲାଗି କୁହାଗଲା, ସମସ୍ତଙ୍କର ଭଲ ଲାଗି କୁହାଗଲା। ସେ ଜିନିଷଟା ହେଲେ এই ଜାଗାରେ ଅନେକ ଲୋକ ଭୋଜି କରି ଆସୁଛନ୍, ପରିବେଶ ବି ଭଲ ରହିବା, ସମସ୍ତେ ସେଫଟି ଅନୁଭବ ବି କରିବେ। ମୋ ଗାଁ ସମସ୍ୟା ଜେମା ସମଲେ।